କୁହନ୍ତୁ କଣ ଜାଣିବାକୁ ଚାହାନ୍ତି? ସବୁବେଳେ ଶରୀର ଅସୁସ୍ଥ ରହୁଛି, ଏମିତି ଲାଗୁଛି ଯେମିତି ସବୁବେଳେ ହଁ କଷ୍ଟ ହଉଛି, ଆଉ ହଁ ଆଗକୁ ଆଉ ସବୁବେଳେ ଜ୍ୱର ହଉଛି, ଆଉ ଛୁଆମାନଙ୍କର ପାଠ ପଢାରେ ଜମା ମନ ଲାଗୁନି, ପଢିବାକୁ ବସୁଛନ୍ତି ତ ଶୋଇ ପଡୁଛନ୍ତି, ପୁରାପୁରି ଚିଡଚିଡା ହେଇଯାଉଛନ୍ତି ଏମାନେ। ଆଉ କେଜାଣି କଣ ହଉଛି। ଆଉ ଘର ବିଷୟରେ ଜାଣିବାକୁ ଚାହୁଁଛି। ମୋର ସରିତା ଜଣେ ଦିଅର ଥିଲେ, ଆଉ ତାଙ୍କୁ ସାପ କାମୁଡି ଦେଇଥିଲା। ସରିତା ପାଣ୍ଡେ ଦେବୀ, ଆପଣଙ୍କ ଗୃହରେ ଆର୍ଥିକ ସମସ୍ୟା ରହିଛି। ଆପଣଙ୍କର ଲକ୍ଷ୍ମୀ ବନ୍ଧନରେ ଅଛନ୍ତି, ପୁତ୍ରମାନେ ରୋଗାକ୍ରାନ୍ତ ଅଛନ୍ତି, ତଥା ଆପଣଙ୍କ ଗୃହରେ ପ୍ରଗତିକୁ ବନ୍ଧନ କରାଯାଇଛି। ଆର୍ଥିକ ସମସ୍ୟା ପାଇଁ କ୍ରିୟା ଉତ୍ପନ୍ନ କରାଯାଇଛି। ଧନ ରହୁନାହିଁ, ପିଲାମାନଙ୍କର ପାଠପଢ଼ାରେ ମନ ଲାଗୁନାହିଁ, ଦାରିଦ୍ର୍ୟତା ବଢ଼ି ବଢ଼ି ଚାଲିଛି, ତଥା ଆପଣଙ୍କ ଗୃହରେ କୁଳଦେବୀ ଦେବତାଙ୍କର ସେବା ହେଉନାହିଁ, ତଥା ଆପଣଙ୍କ ଶରୀରରେ ରୋଗ ଉତ୍ପନ୍ନ ହେଉଛି, ଶରୀରରେ ବିନ୍ଧା କଷ୍ଟ ହେଉଛି, ଛୁଞ୍ଚି ଫୋଡ଼ିଲା ପରି ମଧ୍ୟ ଅନୁଭୂତି ହେଉଛି ଆପଣଙ୍କୁ। ଆପଣଙ୍କର ମନୋକାମନା ଅଛି ଯେ ପୁତ୍ରଙ୍କର ରୋଗ ଭଲ ହଉ, ଆର୍ଥିକ ସମସ୍ୟାରୁ ମୁକ୍ତ ହୁଅନ୍ତୁ, ଗୃହରେ ସୁଖ ଶାନ୍ତି ଲାଗି ରହୁ, ଏହା ତଥା ମୁସଲିମଙ୍କର ତନ୍ତ୍ର ଯେଉଁ କ୍ରିୟା କରାଯାଇଛି ତାହା ମଧ୍ୟ ନଷ୍ଟ ହୋଇଯିବ, ମାଙ୍କର ଆଶୀର୍ବାଦ ଅଛି।